ଆଜିର ଗଳ୍ପର ନାମ ରାଜା ପୁଣି ହସିଲେ। ବହୁ ବର୍ଷ ପୂର୍ବେ ବୈକୁଣ୍ଠପୁର ପରି ବିଶାଳ ଓ ସମୃଦ୍ଧଶାଳୀ ରାଜ୍ୟରେ ଆର୍ଯ୍ୟଦେବ ନାମକ ଜଣେ ରାଜା ରାଜୁତି କରୁଥିଲେ। ସେ ଜଣେ ଦୟାଳୁ, ନ୍ୟାୟପ୍ରିୟ ଏବଂ ବୁଦ୍ଧିମାନ ରାଜା ଥିଲେ, ଯିଏକି ତାଙ୍କ ପ୍ରଜାମାନଙ୍କର ଅତି ପ୍ରିୟ ଥିଲେ। କିନ୍ତୁ ତାଙ୍କ ରାଜୁତିର ଶେଷ ବର୍ଷଗୁଡ଼ିକରେ କିଛି ପରିବର୍ତ୍ତନ ଦେଖାଦେଲା। ଯଦିଓ ତାଙ୍କର ଭୂମି ସମୃଦ୍ଧ ଓ ପ୍ରସ୍ଫୁଟିତ ଥିଲା, ଦରବାର ବୃଦ୍ଧି ପାଇଥିଲା ଏବଂ ତାଙ୍କ ସୈନ୍ୟବାହିନୀ ଶକ୍ତିଶାଳୀ ଥିଲା, କିନ୍ତୁ ରାଜାଙ୍କ ମୁଖରୁ ହସ ଯେମିତି ସବୁଦିନ ପାଇଁ ହଜିଯାଇଥିଲା। ବିଗତ 5 ବର୍ଷରେ ଥରେ ମଧ୍ୟ କେହି ତାଙ୍କ ମୁହଁରେ ହସର ଛାଇ ଟିକେ ବି ଦେଖିନଥିଲେ। ସେ ନ୍ୟାୟପୂର୍ଣ୍ଣ ଭାବରେ ଶାସନ କରୁଥିଲେ ଏବଂ ଧୈର୍ଯ୍ୟର ସହିତ ସମସ୍ତ କଥାକୁ ଶୁଣୁଥିଲେ ସତ, କିନ୍ତୁ ହସ ଯେମିତି ତାଙ୍କ ପାଖରୁ ସବୁଦିନ ପାଇଁ ଚାଲିଯାଇଥିଲା। ଚିନ୍ତିତ ହୋଇ ତାଙ୍କ ମନ୍ତ୍ରୀମାନେ ସବୁ ପ୍ରକାର ଚେଷ୍ଟା କରିଥିଲେ, ସଙ୍ଗୀତ, ଥଟ୍ଟା, ନୃତ୍ୟ, ଏପରିକି ପବିତ୍ର ରୀତିନୀତି ମଧ୍ୟ, କିନ୍ତୁ କିଛି ବି କାମ କଲା ନାହିଁ। ଏତେ ଚେଷ୍ଟା କରି ମଧ୍ୟ ସେମାନେ ରାଜାଙ୍କ ହସ ଫେରାଇ ଆଣିପାରିଲେ ନାହିଁ। ଦିନେ ଜଣେ ସରଳ ସାଧା ପୋଷାକ ପିନ୍ଧିଥିବା ଫକୀର ଆସି ରାଜ ଦରବାରରେ ପହଞ୍ଚିଲେ। ତାଙ୍କ ଆଖି ଦୁଇଟି ଯେପରି ଚନ୍ଦ୍ରାଲୋକରେ ଆଲୋକିତ ହେଲା ପରି ଲାଗୁଥିଲା। ନତମସ୍ତକ ହୋଇ ସେ ରାଜାଙ୍କୁ କହିଲେ, ହେ ମହାରାଜ, ମୁଁ ଆପଣଙ୍କ ଦୁଃଖ ବିଷୟରେ ଶୁଣିଛି। ଆପଣଙ୍କର ଯଦି ଆଜ୍ଞା ହୁଏ ମୁଁ କିଛି ଭିନ୍ନ ଚେଷ୍ଟା କରିପାରିବି କି? ରାଜା କୌତୂହଳ ହୋଇ ନିଜର ସମ୍ମତି ପ୍ରକାଶ କଲେ। ଫକୀର ପାଖକୁ ନଇଁପଡ଼ି ରାଜାଙ୍କ କାନରେ ଫୁସ୍ଫୁସ୍ କରି କହିଲେ, ତୁମର ହଜିଯାଇଥିବା ହସ ପଛରେ ଏକ ଲୁକ୍କାୟିତ କାରଣ ଅଛି, ଯାହାକି ଚୋରି ହୋଇଯାଇଛି। ଯଦି ତୁମେ ଏହାକୁ ପୁଣି ଥରେ ଖୋଜିବାକୁ ଚାହୁଁଛ, ତେବେ ତୁମକୁ 3ଟି ସଂକେତ ଅନୁସରଣ କରିବାକୁ ପଡ଼ିବ ଏବଂ ଆତ୍ମାର ଏହି ପ୍ରହେଳିକାଟିକୁ ସମାଧାନ କରିବାକୁ ପଡ଼ିବ। ରାଜା ଉତ୍ସାହିତ ହୋଇ କହିଲେ, ସମସ୍ୟାର ସମାଧାନ ଏକ ପ୍ରହେଳିକା? ଫକୀର ହସିଲେ ଏବଂ କହିଲେ, ହଁ ମହାରାଜ, ପ୍ରହେଳିକା। ଆଉ ସେ ପ୍ରହେଳିକାଟି ହେଉଛି, ଏମିତି କ'ଣ ଅଛି ଯିଏକି ବିନା ଡେଣାରେ ଉଡ଼େ, କିନ୍ତୁ ହଜିଗଲେ 1000 ପଥର ପରି ଓଜନ ଲାଗେ, ଯାହାକୁ ବାଣ୍ଟିଲେ ବଢ଼େ କିନ୍ତୁ ଏକା ତା ପଛରେ ଗୋଡ଼ାଇଲେ ଛାଡ଼ି ଚାଲିଯାଏ। ହେଲେ ମହାରାଜ, ଉତ୍ତର ସୁନା କିମ୍ବା ଶସ୍ୟରେ ନୁହେଁ, ବରଂ ଯାହାର କିଛି ପାଇବାକୁ ଆଶା ନାହିଁ ତାଙ୍କଠାରେ ଖୋଜିବେ, ତାହେଲେ ଯାଇ ଜଲ୍ଦି ସମାଧାନ ପାଇପାରିବେ। ଏହା ଶୁଣି ପୁରା ରାଜଦରବାରରେ ଦ୍ୱନ୍ଦ୍ୱର ଏକ ଘନ ବାଦଲ ଆଚ୍ଛାଦିତ ହୋଇଗଲା। ରାଜା ସିଂହାସନରୁ ଉଠି ଛିଡ଼ା ହେଲେ ଏବଂ ସ୍ଥିର କଲେ, ମୋତେ ସିଂହାସନ ତ୍ୟାଗ କରିବାକୁ ପଡ଼ିଲେ ମଧ୍ୟ ମୁଁ ସଜ ଅଛି, କିନ୍ତୁ ଏହାର ଉତ୍ତର ନିଶ୍ଚୟ ଖୋଜିବି। ତାପରେ ରାଜା ଜଣେ ସାଧାରଣ ଭ୍ରମଣକାରୀଙ୍କ ପରି ପୋଷାକ ପିନ୍ଧି ବିନା ପ୍ରହରୀରେ ଘୋଡ଼ାରେ ବସି ବାହାରି ପଡ଼ିଲେ ସମସ୍ୟାର ସମାଧାନରେ। ସେ ଗାଁରୁ ଗାଁକୁ ବୁଲି ଫକୀର କହିଥିବା ପ୍ରହେଳିକାଟିକୁ ପୁନରାବୃତ୍ତି କଲେ ଏବଂ ଆଶା କଲେ ଯେ କେହି ଜଣେ ଜ୍ଞାନୀ ଏହାର ଉତ୍ତର ନିଶ୍ଚୟ ଦେବେ। ବାଟରେ ସେ ଜଣେ ବିଦ୍ୱାନଙ୍କୁ ଭେଟିଲେ, ଯିଏ ପ୍ରହେଳିକାଟିକୁ ଶୁଣି ଉତ୍ତରରେ କହିଲେ, ମହାରାଜ, ଏହା ହେଉଛି ସମୟ, ଯିଏକି ବିନା ଡେଣାରେ ଉଡ଼ିପାରେ ଏବଂ ହଜିଗଲେ ଅର୍ଥାତ୍ ନଷ୍ଟ ହୋଇଗଲେ ଅନୁତାପରେ ଭାରି ହୋଇପାରେ। ରାଜା ଏହା ଶୁଣି ମୁଣ୍ଡ ହଲାଇଲେ ଏବଂ ଅସନ୍ତୁଷ୍ଟ ପ୍ରକାଶ କରି କହିଲେ, ନା। ତାପରେ ସେଠାରୁ ସେ ଜଣେ ଯୋଦ୍ଧାଙ୍କ ପାଖକୁ ଗଲେ ଏବଂ ପ୍ରହେଳିକାର ପୁନରାବୃତ୍ତି କଲେ। ଉତ୍ତରରେ ଯୋଦ୍ଧା କହିଲେ, ଏହା ଏକ ଗୁପ୍ତ କଥା ମହାରାଜ, ଏହା ବାଣ୍ଟିଲେ ବଢ଼େ ଏବଂ ବିପଦପୂର୍ଣ୍ଣ ହୋଇଯାଏ। ଏହି ଉତ୍ତରଟି ବି ରାଜାଙ୍କ ମନକୁ ପାଇଲା ନାହିଁ। ସେଠାରୁ ସେ ଫେରି ଆସିଲେ। ଶେଷରେ କ୍ଳାନ୍ତ ଏବଂ ନିରାଶ ହୋଇ ସେ ଏକ ଶାନ୍ତ ଜଙ୍ଗଲିଆ ଗାଁରେ ଯାଇ ପହଞ୍ଚିଲେ। ସେହି ସ୍ଥାନରେ ସେ ଜଣେ ବୃଦ୍ଧ ଅନ୍ଧ ମହିଳାଙ୍କୁ କପା କାଟୁଥିବାର ଦେଖିଲେ। ସେ ତାଙ୍କ ପାଖରେ ଯାଇ ବସି ପଡ଼ିଲେ ଏବଂ ସଠିକ୍ ଉତ୍ତର ଆଶାରେ ପ୍ରହେଳିକାର ପୁନରାବୃତ୍ତି କଲେ। ଏହା ଶୁଣିବା କ୍ଷଣି ମହିଳା ଜଣକ ଅଟକି ଗଲେ। ତାପରେ ଧୀର ସ୍ୱରରେ କହିଲେ, ଏହା ଖୁସି? ରାଜା ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ମହିଳା ଜଣକ ପୁଣି ଥରେ କହିଲେ, ହଁ ପୁତ୍ର, ଏହା ଖୁସି, ଯାହାର ଡେଣା ନାହିଁ କିନ୍ତୁ ଉଡ଼ିପାରେ। ଏହା ଓଜନହୀନ, ତଥାପି ହଜିଗଲେ ହୃଦୟକୁ ଭାର କରିପାରେ, ବାଣ୍ଟିଲେ ବଢ଼େ, କିନ୍ତୁ ତୁମେ ଏହାକୁ ଯେତେ ଅଧିକ ନିଜ ପାଇଁ ଚାହିଁବ, ସେ ସେତେ ଅଧିକ ତୁମଠୁ ଦୂରେଇ ଯାଏ। ଏହାକୁ ଅନୁକରଣ ନୁହେଁ, ବରଂ ଅନୁଭବ କରିବା ଉଚିତ। ରାଜା ଏହା ଶୁଣି ଦୀର୍ଘ ନିଶ୍ୱାସ ମାରିଲେ ଏବଂ ଧୀରେ ଧୀରେ କହିଲେ,
ଆପଣ ହିଁ ସେହି ବ୍ୟକ୍ତି ଯାହାର କିଛି ପାଇବାର ଆଶା ନାହିଁ, କେବଳ ଶାନ୍ତି ଅଛି ଆପଣଙ୍କ ସ୍ୱରରେ। କିନ୍ତୁ କିନ୍ତୁ ଆପଣ ଏତେ ଶାନ୍ତ ଏବଂ ସର୍ବଦା ଖୁସି କିପରି ରହିପାରୁଛନ୍ତି? ମହିଳା ଜଣକ ହସି କହିଲେ, ପୁତ୍ର, ମୁଁ କୌଣସି ଜିନିଷକୁ ଧରି ରଖେ ନାହିଁ, ଅର୍ଥାତ୍ କୌଣସିଥିରେ ନିଜକୁ ବାନ୍ଧେ ନାହିଁ, କେବଳ ଆଗେଇ ଚାଲେ। ଅଧିକାଂଶ ବ୍ୟକ୍ତି ସେହି ମୁହୂର୍ତ୍ତ, ଲୋକ ଏବଂ ଜିନିଷ ଗୁଡ଼ିକୁ ଧରି ରଖନ୍ତି। ସେମାନେ ପରିବର୍ତ୍ତନକୁ ଭୟ କରନ୍ତି, କିନ୍ତୁ ଜୀବନ ବୁଣାକାର୍ଯ୍ୟ ପରି ପ୍ରତ୍ୟେକ ସୂତା ମଧ୍ୟ ଦେଇ ଗତି କରିବାକୁ ପଡ଼ିଥାଏ ଏବଂ ଆଗକୁ ବଢ଼ିବାକୁ ପଡ଼େ। ଯଦି ତୁମେ ଏହାକୁ ସ୍ଥିର କରିବାକୁ ଚେଷ୍ଟା କର, ଅର୍ଥାତ୍ ଧରି ରଖ, ତେବେ ଏହାର ଢାଞ୍ଚା ବଦଳିଯିବ। ସେହିପରି ଖୁସି ପଛରେ ତୁମେ ଯେତେ ଦୌଡ଼ିବ, ସେ ସେତିକି ଦୂରକୁ ଚାଲିଯିବ। ଏବେ ଘରକୁ ଯାଅ, ତୁମର ହସ ତୁମ ପାଇଁ ଅପେକ୍ଷା କରିଛି। ରାଜା ରାଜପ୍ରସାଦକୁ ଫେରି ଆସିଲେ। ଯେତେବେଳେ ସେ ରାଜଦରବାରରେ ପାଦ ଦେଲେ, ଲୋକମାନେ କିଛି ଉଲ୍ଲେଖନୀୟ ଚିତ୍ର ଦେଖିଲେ। ସେମାନେ ତାଙ୍କର ପୋଷାକ ନୁହେଁ କି ତାଙ୍କର ମୁକୁଟ ନୁହେଁ, ବରଂ ତାଙ୍କ ମୁଖରେ ଏକ କ୍ଷୀଣ ସ୍ପଷ୍ଟ ହସର ଝଲକ ଦେଖିଲେ। ସେ ହସିଲେ, ଏକ ପ୍ରକୃତ ହସ, ଏକ ଉଷ୍ମ ପାର୍ଥିବ ମାନବ ଶବ୍ଦ, ଯାହାକି କାହିଁ କେତେ ଦିନୁ ହଜିଯାଇଥିଲା। ମନ୍ତ୍ରୀମାନେ ଆନନ୍ଦିତ ହେଲେ। ଘଣ୍ଟ ବାଜିଲା, ପୁଷ୍ପବୃଷ୍ଟି ହେଲା। ରାଜପ୍ରସାଦରେ ଏକ ଆନନ୍ଦର ଲହରୀ ଖେଳିଗଲା। ସେହି ରାତିରେ ସେ ରାଜକୀୟ ନାମପତ୍ରରେ ତାଙ୍କର ଅଭିଜ୍ଞତା ଲେଖିବା ପାଇଁ ରାଜକୀୟ ପାଠାଗାରକୁ ଗଲେ। ଯେତେବେଳେ ସେ ପ୍ରାଚୀନ ପୁସ୍ତକ ଖୋଲିଲେ, କିଛି ଗୋଟେ ତଳେ ପଡ଼ିଗଲା। ଏକ ମଳିନ ଚମଡ଼ା କାଗଜ ଫର୍ଦ୍ଦ। ସେଥିରେ ଥିଲା ହାତରେ ଅଙ୍କିତ ଏକ ରେଖାଚିତ୍ର, ଯେଉଁଥିରେ ହସୁଥିବା ଗୋଟିଏ ଛୋଟିଆ ବାଳକ, ଯିଏକି ଜଣେ ମହିଳାଙ୍କ ହାତ ଧରି କପା କାଟୁଥିଲା। ସେ ବାଳକଟି ଆଉ କେହି ନୁହେଁ, ସ୍ୱୟଂ ରାଜା ଥିଲେ। ରାଜା କିଛି ସମୟ ସ୍ତବ୍ଧ ହୋଇଗଲେ। ସେ ତାଙ୍କୁ ମନେ ପକାଇଲେ, ସେହି ବୃଦ୍ଧ ମହିଳାଙ୍କୁ। ପ୍ରକୃତରେ ସେ କେଉଁ ଅପରିଚିତ ବ୍ୟକ୍ତି ନଥିଲେ, ବରଂ ତାଙ୍କର ଆୟା ଥିଲେ, ତାଙ୍କ ପିଲାଦିନର ଯତ୍ନ ନେଉଥିବା ବ୍ୟକ୍ତି, ଯିଏ ତାଙ୍କୁ ଶୋଇବା ସମୟରେ ଅନେକ କାହାଣୀ କହୁଥିଲେ ଏବଂ ତାଙ୍କୁ ସୂତା ବିନ୍ଧିବା ମଧ୍ୟ ଶିଖାଇଥିଲେ। ଥରେ ସେ ତାଙ୍କୁ କହିଥିଲେ, ଯେଉଁଦିନ ତୁମେ ହସିବାକୁ ଭୁଲିଯିବ, ମୋତେ ଖୋଜିବ, ମୁଁ ନିଶ୍ଚୟ ତୁମକୁ ମନେ ପକାଇଦେବି। ରାଜା ଏକଥା ଭୁଲି ଯାଇଥିଲେ ସତ, କିନ୍ତୁ ବୃଦ୍ଧ ମହିଳା ଜଣକ ଏହାକୁ ଭୁଲି ନଥିଲେ। ରାଜା ଏକ ନୂତନ ଆଦେଶ ଜାରି କଲେ। ରାଜ୍ୟର ପ୍ରତ୍ୟେକ ପିଲାର ଧନ ଏବଂ ଜାତି ନିର୍ବିଶେଷରେ ମାଗଣାରେ ଶିକ୍ଷା ଏବଂ କାହାଣୀ କହିବାର ଅଧିକାର ରହିବ। ସେ ରାଜକୀୟ କୂଅ ପାଖରେ ଛିଡ଼ା ହୋଇ କହିଲେ, ହେ ମୋର ପ୍ରିୟ ରାଜ୍ୟବାସୀ, ଆଜି ମୁଁ ତୁମ ସହିତ ସୁନାଠାରୁ ମହାନ, ସମୁଦ୍ରଠାରୁ ଗଭୀର ଏବଂ ଯେକୌଣସି ସୈନ୍ୟବାହିନୀ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଏକ ଗୁପ୍ତ କଥା କହିବି। ପ୍ରକୃତ ଖୁସିର ଗୁପ୍ତ ରହସ୍ୟ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଖୁସି ଧନ ସମ୍ପତ୍ତି, ବିଶାଳ ପ୍ରାସାଦ କିମ୍ବା ମହାନ ବିଜୟରୁ ଆସିଥାଏ, କିନ୍ତୁ ମୁଁ ଶିଖିଲି ଯେ ପ୍ରକୃତ ଖୁସି ଏପରି କିଛି ନୁହେଁ ଯାହାକୁ ତୁମେ ନିଜ ହାତରେ ଧରି ରଖିପାରିବ। ଏହା ଏମିତି କିଛି ଯାହାକୁ କେବଳ ନିଜ ହୃଦୟରେ ବଢ଼ାଇ ପାରିବ। ସୁଖ ଅନ୍ୟମାନଙ୍କୁ ଶାସନ କରିବାରେ ନୁହଁ, ବରଂ ଛୋଟ ଛୋଟ ଜିନିଷରୁ ମିଳିଥାଏ, ଯେପରିକି ଏକ ଶିଶୁର ହସରେ, ଭୁଲ କରିଥିବା ଲୋକକୁ ହୃଦୟରୁ କ୍ଷମା କରିବାରେ, ସଚ୍ଚୋଟ ଭାବରେ କାମ କରିବାରେ ଏବଂ ସର୍ବୋପରି କୌଣସି ଜିନିଷକୁ ହୃଦୟରେ ନ ଧରି ପରିବର୍ତ୍ତନ ସହ ତାଳ ଦେଇ ଆଗେଇ ଯିବାରେ। ଯେତେବେଳେ ଆମେ ଆମର ଆକାଂକ୍ଷାକୁ ସୀମିତ କରି ଆମ ପାଖରେ ଯାହା ଅଛି ସେଥିପ୍ରତି କୃତଜ୍ଞ ହେବା, ସେତେବେଳେ ହିଁ ଆମେ ପ୍ରକୃତ ଖୁସିକୁ ଅନୁଭବ କରିପାରିବା। ସବୁବେଳେ ଗୋଟେ କଥା ମନେ ରଖିବ, କୌଣସି ରାଜା ଖୁସିର ଘୋଷଣା କରିପାରିବ ନାହିଁ ଏବଂ କୌଣସି ଯୁଦ୍ଧ ଏହାକୁ ଜିତିପାରିବ ନାହିଁ। ତେଣୁ ହେ ମୋର ପ୍ରିୟ ରାଜ୍ୟବାସୀ, ଏକ ସୁଖୀ ରାଜ୍ୟ ପଥରରେ ତିଆରି କାନ୍ଥରେ ନୁହଁ, ବରଂ ଶାନ୍ତିପୂର୍ଣ୍ଣ ହୃଦୟ ଦ୍ୱାରା ନିର୍ମିତ ହେବା ଉଚିତ। ତେବେ ଆସ ଆମେ ସମସ୍ତେ ମିଶି ସେହିପରି ଏକ ରାଜ୍ୟର ନିର୍ମାଣ କରିବା। ଯଦିଓ ସେ ଆହୁରି ଅନେକ ବର୍ଷ ଧରି ରାଜତ୍ୱ କରିଥିଲେ, କିନ୍ତୁ ବୈକୁଣ୍ଠପୁରର ଲୋକମାନେ ତାଙ୍କୁ ସବୁଠାରୁ ଧନୀ କିମ୍ବା ସବୁଠାରୁ ଶକ୍ତିଶାଳୀ ରାଜା ଭାବରେ ନୁହଁ, ବରଂ ଏମିତି ଜଣେ ରାଜା ଭାବରେ ମନେ ରଖିଥିଲେ, ଯିଏ ତାଙ୍କ ହଜିଯାଇଥିବା ହସକୁ ପୁନର୍ବାର ଫେରି ପାଇଥିଲେ। ଆଚ୍ଛା, ଆମେମାନେ ଏହି ଗଳ୍ପରୁ କ'ଣ ଶିକ୍ଷା ଲାଭ କଲେ?
आमेमाने एहा शिक्षा कले जे प्रकृत खुशी धन क्षमता किंबा पदमर्यादारे मिले नाही, बरं सरलता परस्पर सह भल संपर्क एवं आत्मसचेतनतारे ही मिली थाए। एपरिकी सबुठारु बुद्धिमान एवं शक्तिशाली व्यक्ति मध्य सेमानक आनंद हराई बसंती जेतेबेले सेमाने सेही लोकमानंकु एवं सेही मुहूर्त गुड़िको भूली जाती जेउ मानक भूमिका थरे तांको गठन करिबारे थिला, जेउ मानकर सबुकिछि अछि बोली मने हुए सेमाने मध्य जदि सेमानकर मूलदुआ भूली जाती तेबे खुशी मध्य सेमानक ठारु दूरेई जाए। एहा प्रथमे निज प्रति सचोट हेबा और हृदयरु अन्य मानक सहित संजोग करिबा द्वारा ही मिली थाए। एहाकु बांटिले बढ़े किंतु पागल परी एहा पछरे गोड़ाइले दूरकु चली जाए। सेथिपाई बा कथारे अछि, खुशी हेउछि एक पसंद ओ मनोभाव। एहा कोनोसी बजाररे उपलब्ध हेउथिबा द्रव्य नुहे जे एहाकु किणी हेबो कि जबरदस्ती हासिल करि हेबो, केवल अनुभव करि हेबो। तेणु जीवनर प्रतिटी मुहूर्तरे एहाकु अनुभव कर एवं भगवान कठारे से देइथिबा प्रतिटी जिनिस पई कृतज्ञ हुଅ। तेबे आजि पई एतिकी, पुणी थरे देखा हबा आगामी गल्परे। सेथि पर्यंत समस्ते खुशी रे रुहंतु और सर्वदा हसुथांतु।